ଆଜି ଆମର ଭାରତର ସମ୍ବିଧାନ ନିର୍ମାତା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଏଠି ଆମର ଉପସ୍ଥିତ ଥିବା ଗୁରୁଜନ ମଣ୍ଡଳୀ ଏବଂ ମୋର ଛୋଟ ସାନ ଭାଇ ଭଉଣୀମାନଙ୍କୁ ମୋ ତରଫରୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି ଅବସରରେ ମୁଁ ଆପଣମାନଙ୍କୁ ସମ୍ୟକ ଧାରଣା ଦେବା ପାଇଁ ଚାହୁଁଛି। ଆପଣମାନେ ଜାଣନ୍ତି ଯେ ଆମର ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର 1891 ମସିହା ଏପ୍ରିଲ 14 ତାରିଖ ଦିନ ମଧ୍ୟପ୍ରଦେଶର ରତ୍ନଗିରି ଜିଲ୍ଲା ମହୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ରାମଜୀ ସକପାଲ ଏବଂ ତାଙ୍କ ମାଆଙ୍କ ନାମ ଥିଲା ତାଙ୍କ ମାତାଙ୍କ ନାମ ଥିଲା ଭୀମାବାଇ। ଆପଣମାନେ ଜାଣିଛନ୍ତି ଯେ ଆମର ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର ଜଣେ ଛୋଟ ଜାତିର ଥିଲେ। ଏହି ପରିସ୍ଥିତିରେ ଯେତେବେଳେ ଆମର ଭାରତବର୍ଷ ପରାଧୀନ ଥିଲା, ବ୍ରିଟିଶ ଶାସନ ଚାଲିଥିଲା, ସେ ସମୟରେ ଜାତି ପ୍ରଥା ବହୁତ ଚାଲୁଥିଲା। ଛୁଆଁ ଅଛୁଆଁ ଭେଦଭାବ, ସବର୍ଣ୍ଣ ଅସବର୍ଣ୍ଣ, ପବିତ୍ର ଅପବିତ୍ର, ଏଇଭଳି ପରିସ୍ଥିତିରେ ଆମର ଛୋଟ ଜାତିର ଲୋକମାନଙ୍କର ଶିକ୍ଷାଗତ ଅଧିକାର ନଥିଲା, ରାସ୍ତାରେ ଚାଲିବାର ଅଧିକାର ନଥିଲା, ସର୍ବସାଧାରଣ କୂଅରୁ ପାଣି ପିଇବାର ଅଧିକାର ନଥିଲା, ସ୍କୁଲକୁ ଯିବାର ଅଧିକାର ନଥିଲା, କୌଣସି ପ୍ରକାର ତାଙ୍କର ଅଧିକାର ନଥିଲା। ତ ଏପରିକି ଏହାର ପୂର୍ବ ଦିନ ଗୁଡ଼ିକରେ ମାହାର ଜାତିର ଲୋକମାନଙ୍କୁ ବା ଆମର ଛୋଟ ଜାତିର ଲୋକମାନଙ୍କୁ ଆମର ଛେଳି ଗୋରୁମାନଙ୍କ ଠାରୁ ମଧ୍ୟ ହୀନ ଦେଖାଯାଉଥିଲା। ଏପରି ପରିସ୍ଥିତିରେ ବାବା ସାହେବ ଭୀମରାଓ ଆମ୍ବେଦକର ଜନ୍ମଗ୍ରହଣ କରିଛନ୍ତି ଏବଂ ସବୁ ପ୍ରକାର ଦୁଃଖକୁ ସାମ୍ନା କରିଛନ୍ତି। ସବର୍ଣ୍ଣ ଲୋକମାନଙ୍କର ଅନ୍ୟାୟ ଅତ୍ୟାଚାରକୁ ଭ୍ରୂକ୍ଷେପ ନକରି ସେ ଆଗକୁ ବଢ଼ି ଚାଲିଥିଲେ ଏବଂ ପାଠ ପଢ଼ିଥିଲେ। ପାଠ ପଢ଼ିବା ବେଳେ ତାଙ୍କର ଜୀବନୀକୁ ପଢ଼ିଲେ ଆମେ ଜଣାପଡ଼େ, ଯେତେବେଳେ ଛୋଟବେଳେ ସେ ସ୍କୁଲକୁ ଯାଉଥିଲେ ସେତେବେଳେ ତାଙ୍କୁ ଅଲଗା ବସାଯାଉଥିଲା। ତାଙ୍କୁ ଗୋଟେ ଏଭଳି ପରିସ୍ଥିତିରେ ତାଙ୍କୁ ଦେଖାଯାଉଥିଲା ଯେ ତାକୁ ପାଣି ମଧ୍ୟ ତାକୁ ପିଇବା ପାଇଁ ଦିଆଯାଉନଥିଲା। ସ୍କୁଲର ଜଣେ ଚପରାସି ଥିଲେ ବା ପିଅନ ଥିଲେ, ସିଏ ତାଙ୍କୁ ପାଣି ଢାଳି ଦେଉଥିଲେ ଏବଂ ପାଣି ସିଏ ତାପରେ ପିଉଥିଲେ। ନହେଲେ ସିଏ ଯେଉଁଦିନ ସେ ଚପରାସି ଆସନ୍ତି ନାହିଁ ସ୍କୁଲକୁ, ସେଦିନ ତାଙ୍କ ପାଇଁ ପାଣି ବନ୍ଦ ବା ଶୋଷରେ ରହିବାକୁ ପଡ଼େ। ଏଇଭଳି ପରିସ୍ଥିତିରେ ପାଠ ପଢ଼ିଥିଲେ। ତଥାପି ସେ ଭାଙ୍ଗି ପଡ଼ିନଥିଲେ, ପାଠ ପଢ଼ିଥିଲେ, ଭଲ ଛାତ୍ର ଜଣେ ଥିଲେ। ପରବର୍ତ୍ତୀ ସମୟରେ ସେ ବମ୍ବେରେ ପାଠ ପଢ଼ିଲେ। ବମ୍ବେରେ ଯାଇସାରିଲା ପରେ ମଧ୍ୟ ତାଙ୍କୁ ସେ ଜାତିବାଦ ପ୍ରଥା, ସେ ଛୁଆଁ ଅଛୁଆଁ ଭେଦଭାବ ତାଙ୍କୁ ପିଛା ଛାଡ଼ି ନଥିଲା। ଯାହା ବି ହେଉ, ତାଙ୍କର ପାଠ ପଢ଼ିବାର ତାଙ୍କର ଯେଉଁ ଇଚ୍ଛା, ଏହାକୁ ଦେଖି ସାହୁଜୀ ମହାରାଜ ତାଙ୍କୁ ଷ୍ଟାଇପେଣ୍ଡ ତାଙ୍କୁ ପ୍ରଦାନ କରିଥିଲେ। ପାଠ ପଢ଼ିଲେ, ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିସାରିଲା ପରେ ତାପରେ ତାଙ୍କ ପାଖରେ ଚାକିରି କରିଛନ୍ତି ସାହୁଜୀ ମହାରାଜଙ୍କ ପାଖରେ ଏବଂ ତାପରେ କଲମ୍ବିଆ ୟୁନିଭର୍ସିଟି ଯାଇଛନ୍ତି। ସେଠି PhD ଡିଗ୍ରୀ ହାସଲ କଲେ, MA ହାସଲ କଲେ। ତାପରେ ଲଣ୍ଡନ ପଳାଇଲେ। ଲଣ୍ଡନରେ ପଢ଼ିଲେ। ପଢ଼ି ସାରିଲା ପରେ ଆସିଲେ ଆମର ଭାରତକୁ। ପୁଣି ଆଉ ଥରେ ସେ ବରୋଦା ମହାରାଜଙ୍କ ପାଖରେ ଚାକିରି କରିଛନ୍ତି। ପରେ ସେଠି ଜଣାପଡ଼େ, ଯେତେବେଳେ ସେ ଚାକିରି କରିବା ପାଇଁ ଯାଇଥିଲେ ତାଙ୍କୁ ହୋଟେଲ ଗୋଟେ ଜାଗା ତାଙ୍କୁ ମିଳିନଥିଲା ରହିବା ପାଇଁ। ଏତେ ଶିକ୍ଷିତ ହେଇ ମଧ୍ୟ ଜଣେ ଡକ୍ଟରେଟ୍ ସେତେବେଳେ ଲାଭ କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହିସାବରେ ତାଙ୍କୁ ଜାତି ପ୍ରଥା ଏତେ ଜୋର ଚାଲୁଥିଲା ଯେ ତାଙ୍କୁ ସେତେବେଳେ ମିଳିଲା ନାହିଁ, ଜାଗା ମିଳିଲା ନାହିଁ। ତାଙ୍କୁ ହୋଟେଲରେ ତାଙ୍କୁ କେହି ଜାଗା ଦେଲେ ନାହିଁ। ତାଙ୍କର ଯେତିକି ସାଙ୍ଗସାଥି ଥିଲେ ସେମାନେ ସବର୍ଣ୍ଣ ଜାତିର ଥିଲେ, ତାଙ୍କୁ ମଧ୍ୟ ସେମାନେ ଜାଗା ଦେଲେ ନାହିଁ। ଲାଷ୍ଟରେ ସେମାନେ କ'ଣ କଲେ,
ବାବା ସାହେବ କ'ଣ କଲେ ଯେ ଗୋଟେ ବାର୍ଷି ହୋଟେଲରେ ସେ ନିଜର ପରିଚୟଟାକୁ ଲୁଚାଇକି ସେଇଠି ରହିଲେ। 10-12 ଦିନ ଯାଇଛି, ବେଶୀ ଦିନ ଯାଇନାହିଁ। ପାର୍ସି ଲୋକମାନେ ଜାଣିବାକୁ ପାଇଲେ ଯେ ଆମର ଡକ୍ଟର ବାବା ସାହେବ ଜଣେ ଅଚ୍ୟୁତ ଜାତିର ଅଟନ୍ତି। ତା ପରଦିନ ଯେତେବେଳେ ଅଫିସକୁ ବାହାରନ୍ତି ସେ ସମୟରେ ପାର୍ସି ଲୋକମାନେ ଆସିଲେ ଠେଙ୍ଗା ଧରିକି ତାଙ୍କ ଇଏରେ ଠିଆ ହେଇଛନ୍ତି, ତାଙ୍କ ଦୁଆର ସାମ୍ନାରେ ଠିଆ ହେଇ ତାଙ୍କୁ ଧମକ ଦେଲେ, ତମେ ଆମର ହୋଟେଲକୁ ଆମକୁ ଅପବିତ୍ର କରିଦେଲେ। ତାଙ୍କୁ ସେଠି କାକୁତି ମିନତି ହେଇକି କହିଲେ ମୋତେ କିଛି ଦିନ ରହିବା ପାଇଁ ମୋତେ ଟାଇମ୍ ଦିଅନ୍ତୁ, ମୁଁ ମୋର ଚାଲିଯିବି। କିନ୍ତୁ ସେମାନେ ଖାତିର କରିନଥିଲେ, ବାଧ୍ୟ କରିଥିଲେ ତମେ ଏଠୁ ଶୀଘ୍ର ଚାଲିଯାଅ। ବାଧ୍ୟ ହୋଇ ଶେଷରେ ସନ୍ଧ୍ୟାବେଳକୁ ସେଠୁ ସେ ଚାକିରି ଛାଡ଼ିକି ବମ୍ବେକୁ ପଳେଇ ଆସିଲେ। ତାଙ୍କର ବରୋଦାରୁ ବମ୍ବେକୁ ପଳେଇ ଆସିଲେ। ତାପରେ ସେଠି ସେ ଗୋଟେ କଲେଜରେ ସିଡନିହାମ୍ କଲେଜରେ ସେଠି ପ୍ରଫେସର ହିସାବରେ ସିଏ ଚାକିରି କରିଛନ୍ତି। ଚାକିରି କରିସାରିଲା ପରେ ପୁଣି ଆଉ ଥରେ ସିଏ ଲଣ୍ଡନ ଗଲେ। ଲଣ୍ଡନ ଯାଇସାରିଲା ପରେ ଆଉ ଥରେ ପାଠ ପଢ଼ିଲେ। ପାଠ ପଢ଼ି ସାରିଲା ପରେ ଆଉ ଥରେ ପଳେଇ ଆସିଛନ୍ତି। ତ ଏଇଭଳି ଭାବରେ ତାଙ୍କର ଯେଉଁ ସଂଘର୍ଷମୟ ଜୀବନ, ଆମର ST SC OBC ମାନଙ୍କ ପାଇଁ ଯେଉଁ ଅଧିକାର ପାଇଁ ଲଢ଼ିଛନ୍ତି, ଜୀବନ ଯାକ ସେ ଲଢ଼ିଛନ୍ତି। ସେତେବେଳେ ସେ ଚାହିଁଥିଲେ ବିଦେଶରେ ଭଲ ଚାକିରି କରିକି ସେ ରହିଯାଇପାରିଥାନ୍ତେ, ଭଲ କଲେଜରେ କି ଭଲ ୟୁନିଭର୍ସିଟିରେ ଗୋଟେ ଡିନ୍ ହିସାବରେ ବା ଆମର ଯେଉଁ ଅଧ୍ୟକ୍ଷ ରୁହନ୍ତି, ପ୍ରିନ୍ସିପାଲ୍ ରୁହନ୍ତି, ସେହି ହିସାବରେ ସେଠି ରହିଯାଇପାରିଥାନ୍ତେ। କିନ୍ତୁ ସିଏ ଦେଖିଲେ ସେ ଭାରତ ସେତେବେଳେ ଆମର ପରାଧୀନ ଥିଲା, ବ୍ରିଟିଶ ଶାସନ ଅମଳର କଥା। ଏବଂ ସେ ସମୟରେ ଆମର ଆଦିବାସୀ, ହରିଜନ ଏବଂ ଆମର OBC ମାନଙ୍କର ପରିସ୍ଥିତି ବହୁତ ଖରାପ ଥିଲା। ତାଙ୍କର ଅଧିକାର ବୋଲି କିଛି ନଥିଲା, ଶିକ୍ଷାଗତ ଅଧିକାର ନଥିଲା, ସାମାଜିକ ଅଧିକାର ନଥିଲା। ଏଇଭଳି ପରିସ୍ଥିତିରେ ସେ ଚିନ୍ତା କଲେ ଯେ ଆମର ଯଦି ଭାରତ ସ୍ୱାଧୀନ ବି ହେଇଯାଏ ତ ଆମର ଏଇ ଯେଉଁ ଦଳିତ ଲୋକମାନଙ୍କର ଯଦି ଅଧିକାର ଯଦି ତାଙ୍କୁ ଯଦି ନ ଦିଆଯାଏ ତାହେଲେ ସେମାନେ କେବେ ବି ଉନ୍ନତି କରିପାରିବେ ନାହିଁ। ତ ସେ ଦୃଷ୍ଟିରୁ ସେ ବିଚାର କଲେ, ଆମର ସିଏ ଆନ୍ଦୋଳନ କରିଛନ୍ତି। ଯେଉଁ ଲୋକମାନଙ୍କର ସର୍ବସାଧାରଣ ଜାଗାରୁ ଗାଧେଇବାରେ ପାଣି ପିଇବାରେ ଅଧିକାର ନଥିଲା, ସେଥିପାଇଁ ଆନ୍ଦୋଳନ କରିଛନ୍ତି। ଏଇଭଳି ପରିସ୍ଥିତିରେ ଆମର ସେ ଏତେ ବୁଦ୍ଧିମାନ ଥିଲେ, ଏତେ ପଢ଼ିଥିଲେ ଯେ ବ୍ରିଟିଶର ଯେଉଁ ଲିଡ଼ର ଥିଲେ ଏବଂ ଭାରତବର୍ଷର ଯେଉଁ ଲିଡ଼ରମାନେ ଥିଲେ ତାଙ୍କ ଆଗରେ ସମସ୍ତେ ନତମସ୍ତକ ହେଉଥିଲେ ବାଧ୍ୟ ହୋଇକି। କାହିଁକି ନା ସେ ଏମିତି ଯୁକ୍ତି କରନ୍ତି ଲୋକମାନଙ୍କ ସହିତ, ଯେଉଁ ଯୁକ୍ତି ଉପସ୍ଥାପନ କରନ୍ତି ସେ ତାଙ୍କର ଯୁକ୍ତିକୁ କେହି କାଟିପାରନ୍ତି ନାହିଁ। ସେ ଯୋଗୁଁ ତ ଏଇଭଳି ପରିସ୍ଥିତିରେ ଶେଷରେ ଆମର ସମ୍ବିଧାନ ସଭାକୁ ନିର୍ବାଚିତ ହୋଇକି ଯାଇଛନ୍ତି। ଏବଂ ସେ ଯେଉଁ ଯିବା ପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି, ସେ ବହୁ ପ୍ରଚେଷ୍ଟା ପରେ ଯାଇକି ସେଠି ପହଞ୍ଚିଛନ୍ତି। ପ୍ରଥମେ ଯେଉଁ ଜାଗାରେ ସମ୍ବିଧାନ ସଭା ଯେଉଁ ତିଆରି ହେବା ପାଇଁ ଯେଉଁ କନଷ୍ଟିଚ୍ୟୁସନରୁ ନିର୍ବାଚନ ହେଲା ବମ୍ବେରୁ, ସେଠି ତାଙ୍କୁ ଯାଇତେ ଦେଲେ ନାହିଁ, ସେଠି ହରାଇ ଦିଆଗଲା ନିଜ ଜନ୍ମ ମାଟିରୁ। ଏବଂ ପରବର୍ତ୍ତୀ ସମୟରେ ବେଙ୍ଗଲରୁ ସେଠୁ ଗଲେ, ବେଙ୍ଗଲରୁ ଯାଇକି ନିର୍ବାଚିତ ହୋଇକି ଆମର ସମ୍ବିଧାନ ସଭାକୁ ଗଲେ। ସମ୍ବିଧାନ ସଭାକୁ ଯାଇସାରିଲା ପରେ ତାଙ୍କୁ ଅଧ୍ୟକ୍ଷ ପଦ ତାଙ୍କୁ ମିଳିଥିଲା ଡ୍ରାଫ୍ଟିଂ କମିଟିର। ଏବଂ 2 ବର୍ଷ 11 ମାସ 18 ଦିନ ପରିଶ୍ରମ କରି ଆମର ସର୍ବବୃହତ୍ ସମ୍ବିଧାନ ତିଆରି କରି ଆମ ପାଇଁ ଚାଲି ଯାଇଛନ୍ତି। ଏବଂ ପରବର୍ତ୍ତୀ ସମୟରେ ସେ ଯେତେବେଳେ ଦେଖିଲେ ଯେ ହିନ୍ଦୁ ଧର୍ମରେ ରହି ତାଙ୍କୁ ଛେଳି ଘୁରୁଠାରୁ ମଧ୍ୟ ତାଙ୍କୁ ହୀନ ଦେଖାଯାଉଛି ଏବଂ ପ୍ରଚେଷ୍ଟା କରିଛନ୍ତି ଯେ ସୁଧାରିବା ପାଇଁ, ସମାଜକୁ ସୁଧାରିବା ପାଇଁ, ଭେଦଭାବକୁ ଦୂର କରିବା ପାଇଁ, କିନ୍ତୁ ସେ ବିଫଳ ହୋଇଛନ୍ତି। ଆଉ ଯେତେବେଳେ ସେ ଲ ମିନିଷ୍ଟର ଥିଲେ, ଯେତେବେଳେ ଆମର ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଥିଲେ, ସେ ଗୋଟେ ହିନ୍ଦୁ କୋଡ୍ ବିଲ୍ ଆଣିଥିଲେ ଏବଂ ହିନ୍ଦୁ କୋଡ୍ ବିଲ୍ ଅଗ୍ରାହ୍ୟ କରାଯାଇଥିଲା, ଯାହାଫଳରେ ନିଜ ମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ। ତାପରେ ଯେତେବେଳେ ଦେଖିଲେ ଯେ ତାଙ୍କୁ ଅସମ୍ଭବ ଲାଗିଲା ଯେ ମୁଁ ଏଠି ରହିକି ମୋତେ କେହି ମାନେ ସମ୍ମାନ କେହି ଦେଉନାହାନ୍ତି, ଆମର ଛୋଟ ଜାତିର ଲୋକମାନଙ୍କୁ କେହି ସମ୍ମାନ ଦେଉନାହାନ୍ତି, ସେଇଥିପାଇଁ ମନସ୍ଥ କଲେ। ଏବଂ ଆଗରୁ ମଧ୍ୟ ଥରେ କହିଥିଲେ ଯେ ମୁଁ ହିନ୍ଦୁ ହୋଇ ମାନେ
ଜନ୍ମ ହେଇଛି କିନ୍ତୁ ହିନ୍ଦୁ ହୋଇ ମରିବି ନାହିଁ। ସେ ଶେଷରେ ସେ 1956 ମସିହାରେ ନିଜକୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ ଏବଂ ସେ 1956 ମସିହାରେ ହିଁ ଆମର ଡିସେମ୍ବର 6 ତାରିଖ ଦିନ ତାଙ୍କର ମହାପ୍ରୟାଣ ଘଟିଥିଲା। ଆମର ବାବା ସାହେବଙ୍କର ଏହି ଶିକ୍ଷା ମିଳେ ଯେ ଆମେ ଯେଉଁ ବର୍ତ୍ତମାନ ରହୁଛୁ ଯେ ଆମର ଛୋଟ ଛୋଟ ପିଲାମାନେ ଯେ ପାଠ ପଢ଼ି ପାରୁନାହାନ୍ତି କି କ'ଣ କରିପାରୁନାହାନ୍ତି, ସେମିତି କିଛି ଅସମ୍ଭବ ଆମ ପାଖରେ କିଛି ନାହିଁ। ଯେତେବେଳେ ସେ ଥିଲେ ସେ ସମୟର ପରିସ୍ଥିତିକୁ ବିଚାର କଲେ ଆଜିର ପରିସ୍ଥିତି ବହୁତ ମାନେ ଆମର ସୁବିଧା ହେଇଯାଇଛି ଆମକୁ। ତାଙ୍କ ପରେ ସେତେବେଳେ ଯେଉଁ ଅସୁବିଧା ଥିଲା, ଆମେ ଯେଉଁ ସେଇ ଅସୁବିଧାରେ ଥିଲେ ବୋଧେ ମାନେ ଆମେ ଭାବି ବି ପାରୁନୁ ଆମେ କ'ଣ କରିଥାନ୍ତୁ। କିନ୍ତୁ ଆଜି ସବୁକିଛି ଆମ ପାଖରେ ଥାଇ ଆମେ ପାଠଟା ପଢ଼ିପାରୁନୁ। ଆମ ପାଖରେ କ'ଣ ନାହିଁ ଆଜି? ନା ବହି ନାହିଁ, ନା ଆମ ଶିକ୍ଷକ ନାହାନ୍ତି, ନା ସ୍କୁଲ ନାହିଁ, ନା ଆମକୁ କେଉଁଠି ଯାଇତେ ଦେଉନାହାନ୍ତି, ନା କ'ଣ ନାହିଁ ଆମ ପାଖରେ। ତେଣୁ ମୋର ଗୋଟେ ଏତିକି ନିବେଦନ କରିବି ଆମର ଛୋଟ ଛୋଟ ଛୁଆ ପିଲାମାନଙ୍କୁ, ମୋର ଛୋଟ ଭାଇ ଭଉଣୀମାନଙ୍କୁ, ତୁମ ପାଖରେ କିଛି ଅଭାବ ନାହିଁ। ତୁମେ ଯଦି ଚାହିଁବ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଭଳି ତ ଯେକୌଣସି ପ୍ରକାର ତୁମେ ସକ୍ସେସଫୁଲ୍ ହୋଇପାରିବ। ବାବା ସାହେବ ସେ କେବଳ ପାଠ ପଢ଼ି ନିଜର ପେଟ ପାଟଣା କରିନାହାନ୍ତି, ସେ ସବୁ କିଛି କରିଛନ୍ତି। ଆମ ଦେଶ ପାଇଁ କରିଯାଇଛନ୍ତି, ନିଜ ଜାତି ପାଇଁ କରିଛନ୍ତି। ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ତୁମେ ଯଦି ଗୁଗୁଲରେ ତୁମେ ଯଦି ସର୍ଚ୍ଚ କରିବ ଯେ ୱାର୍ଲଡ଼ର ସ୍କଲାର ନମ୍ବର 1 ସ୍କଲାର କିଏ, ସେଟା ଲେଖା ବାହାରିବ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର। ଆଉ କଲମ୍ବିଆ ୟୁନିଭର୍ସିଟି ମଧ୍ୟ ଆଜି ପର୍ଯ୍ୟନ୍ତ ତାକୁ ମାନେ ଯେ ଆମର ସିଏ ହେଉଛନ୍ତି କଲମ୍ବିଆ ୟୁନିଭର୍ସିଟିର ପ୍ରଥମ ନମ୍ବର 1 ସ୍କଲାର। ଆଜି ପର୍ଯ୍ୟନ୍ତ ତାଙ୍କର କେହି ରେକର୍ଡ଼ କେହି ଭାଙ୍ଗି ପାରିନାହାନ୍ତି। ତେଣୁ ଆଜି ସେହି ମହାମାନବଙ୍କର ଜନ୍ମଦିବସ ଅବସରରେ ଆଜି ଆମେ ସଂକଳ୍ପ ନେବା ଯେ ଆମର ଏହି ସମୟକୁ ସଦୁପଯୋଗ କରିବା, ସମସ୍ତେ ପାଠ ପଢ଼ିବା। ଆମର ପାଠ ନିହାତି ହେବ ନାହିଁ କହିଲେ ଚଳିବ ନାହିଁ। ଆମର ଯେକୌଣସି ଆମେ ପାଠ ପଢ଼ିବା ହେଇପାରିବ। ସେ ଯେମିତି ଜଣେ ରାଜନେତା ଥିଲେ, ସମାଜସେବୀ ଥିଲେ, ସମାଜ ସଂସ୍କାରକ ଥିଲେ, ଅର୍ଥନୀତିଜ୍ଞ ଥିଲେ, ଜଣେ ଓକିଲ ଥିଲେ, ଜଣେ ଲେଖକ ଥିଲେ। କ'ଣ ତାଙ୍କର ଯେଉଁ ତାଙ୍କ ପାଖରେ କେଉଁ ପ୍ରତିଭା ନଥିଲା କହିଲେ ଆମେ ତାଙ୍କୁ ବାଛିପାରିବା ନାହିଁ। ତେଣୁ ମୁଁ ଅନୁରୋଧ କରିବି ଆମର ଛୋଟ ପିଲାମାନଙ୍କୁ ଏଇଥିପାଇଁ କୁହାହେଉଛି ଆଜି ତାଙ୍କର ଜନ୍ମ ଜୟନ୍ତୀରେ ତୁମେ ଯେଉଁଟା ସଂକଳ୍ପ ନେଉଛ ନିଅ। ବର୍ତ୍ତମାନ ତୁମର ପାଠ ପଢ଼ିବାର ସମୟ, ଏହି ସମୟଟାକୁ ତୁମେ ଯଦି ସଦୁପଯୋଗ ତୁମେ କରିପାରିବ, ଭବିଷ୍ୟତରେ ତୁମେମାନେ ହିଁ ଜଣେ ଜଣେ ରାଇଟର ବି ହେଇପାରିବ, ଜଣେ ଭଲ ରାଜନେତା ହେଇପାରିବ, ଭଲ ଅର୍ଥନୀତିଜ୍ଞ ହେଇପାରିବ, ଭଲ ଜଣେ IAS ଅଫିସର ହେଇପାରିବ, OAS ଅଫିସର ହେଇପାରିବ, ସବୁକିଛି ହେଇପାରିବ। ଏହା ହିଁ ଆଜି ଆମର ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ମୋ ତରଫରୁ ସମସ୍ତଙ୍କୁ ଅନୁରୋଧ ରହିଲା। ଏବଂ ମୁଁ ଆଉ ବିଶେଷ ସମୟ କିଛି ନେଉନାହିଁ। ଆମର ଏଠି ଦିଦି ଅଛନ୍ତି ଏବଂ ମୋର ସାନ ଛୁଆମାନେ ଅଛନ୍ତି, ସେମାନେ ମଧ୍ୟ ତାଙ୍କର ମତକୁ ଏଠାରେ ରଖିବେ। ତେଣୁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।